ଆପଣ ମାନେ ଭଲ ଭାବରେ ଦେଖି ନାହାନ୍ତୁ ଏ ଦୃଶ୍ୟକୁ। এই ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଅଦାବାହାଲ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଅଇଁଲାଭଟା ଗ୍ରାମରେ ହୋଇଥିବା ହଡନମୁଣ୍ଡା ବନ୍ଦରେ ହୋଇଥିବା କାର୍ଯ୍ୟକୁ ଆପଣ ମାନେ ଭଲ ଭାବରେ ଦେଖି ନିଅନ୍ତୁ। ଏ ହେଉଛି 10 ଲକ୍ଷ ଟଙ୍କାର କାର୍ଯ୍ୟ। ଆପଣ ମାନେ ଏ ଭିଡିଓକୁ ଦେଖିଲେ ଆପଣ ମାନେ ଜାଣିପାରିବେ ଯେ ପାରୁଥିବେ ଯେ ଏଠି କେତେ ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଇଛି ଏବଂ କେତେ ଲକ୍ଷ ଟଙ୍କା ହଡପ କରାଯାଇଛି। ତ এই ଭିଡିଓକୁ ଆପଣ ମାନେ ଭଲ ଭାବରେ ଦେଖି ନିଅନ୍ତୁ ଯେ ଏ ୱାଲ କେତେ ଦୂର ହେବ ଏବଂ ଏଠି କେତେ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବ। ତ ଆପଣ ମାନେ ଭଲ ଭାବରେ ଦେଖି ନିଅନ୍ତୁ ଯେ ଇଏ ହଉଛି 10 ଲକ୍ଷ ଟଙ୍କାର କାର୍ଯ୍ୟ। ହେଲେ 50 ମିଟର ପର୍ଯ୍ୟନ୍ତ ଏଇଟା କରାଯାଇଛି ୱାଲ, ଆଉ ଏଠି 10 ଲକ୍ଷ ଟଙ୍କାର କାର୍ଯ୍ୟ ସମାପ୍ତ ହୋଇଛି। ଏଭଳି ଅନେକ ସ୍ଥାନରେ ଅଳ୍ପ କାର୍ଯ୍ୟ କରିକି ସବୁ ଟଙ୍କା ଉଠା ଯାଉଛି ଏବଂ ଏହା ପ୍ରତି କୌଣସି ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି। ଏହା ଉପରେ କୌଣସି ସରକାରୀ ଅଧିକାରୀ ମାନେ ଯେଉଁମାନେ ଦାୟିତ୍ୱରେ ରହିଥାନ୍ତି ସେମାନେ ମଧ୍ୟ ଏହି କାର୍ଯ୍ୟ ଉପରେ ତାଙ୍କର ନଜର ପଡୁନାହିଁ। ତ ଏହା ଉପରେ ସରକାର ନଜର ପକାନ୍ତୁ ଏବଂ ଏହି କାର୍ଯ୍ୟ ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ।